ଓଡ଼ିଶା ସରକାରଙ୍କର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପ୍ରକୃତି ବନ୍ଧୁ ପୁରସ୍କାରର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯଦି ଆପଣ ଇଣ୍ଟରେଷ୍ଟେଡ୍ ଅଛନ୍ତି ଏହି ପୁରସ୍କାର ପାଇଁ ଆପ୍ଲାଏ କରିବାକୁ ଆସନ୍ତୁ। ଏହି ଭିଡ଼ିଓଟିରେ ଆମେ ତାହାର ନିୟମ ଗୁଡ଼ିକ କ'ଣ କ'ଣ ରହିବ ଏବଂ କିପରି ଆପଣ ଆବେଦନ କରିବେ, କ'ଣ କ'ଣ ଡକୁମେଣ୍ଟସ୍ ଲାଗିବ ଏହି ଭିଡ଼ିଓଟିରେ ଆଲୋଚନା କରିବା। ଯଦି ଆପଣ ଏହି ପୁରସ୍କାରଟି ପାଉଛନ୍ତି ଆପଣ ତାହେଲେ ମାନପତ୍ର ସହିତ 10,000 ଟଙ୍କା ପୁରସ୍କାର ରାଶି ବାବଦକୁ ପାଇବେ। ଏହି ପୁରସ୍କାର ଦେବାର ଉଦ୍ଦେଶ୍ୟ କ'ଣ ଆସନ୍ତୁ ଆଗ ଆଲୋଚନା କରିବା। ଏହା ଯେଉଁ ବ୍ୟକ୍ତିଙ୍କୁ ଏଥିରେ ସମ୍ମାନିତ କରିବା ଅର୍ଥାତ୍ ତାଙ୍କର କାର୍ଯ୍ୟକୁ ଆମେ ଉତ୍ସାହିତ କରିବା। ସେ ଯେଉଁ ପ୍ରକୃତିର ପରିବେଶ ସଂରକ୍ଷଣ ଓ ପରିବେଶ ସଚେତନତା ପାଇଁ କାର୍ଯ୍ୟ କରୁଛନ୍ତି ତାଙ୍କୁ ଉତ୍ସାହିତ କରିବା। ଏହିପରି ବ୍ୟକ୍ତି ସ୍ତରରେ ତାଙ୍କର ଏଭଳି ଉଦ୍ୟମକୁ ଉତ୍ସାହିତ କରିବା ଏବଂ ତାଙ୍କର ଉଦ୍ୟମ ଅନୁସରଣ କରିବାକୁ ଅନ୍ୟ ଲୋକମାନଙ୍କୁ ପ୍ରେରଣା ଦେବା। ଏହି ପୁରସ୍କାର ଦେବାର ଏହା ହେଉଛି ଉଦ୍ଦେଶ୍ୟ। ଯୋଗ୍ୟତା କ'ଣ କ'ଣ ରହିବ ଦେଖନ୍ତୁ। ପ୍ରକୃତି ଓ ପରିବେଶ ସଂରକ୍ଷଣ ଏବଂ ଏହାର ସଚେତନତା ସୃଷ୍ଟି ପାଇଁ ଅସୀମ ଭାବରେ ଅବଦାନ ଦେଇଥିବା ପ୍ରତ୍ୟେକ ବ୍ଲକରୁ ଜଣେ ବ୍ୟକ୍ତିଙ୍କୁ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯିବ। ପ୍ରତ୍ୟେକ ବ୍ଲକରୁ ଜଣେ ଜଣେ ବ୍ୟକ୍ତିଙ୍କୁ କରାଯିବ। ଦେଖନ୍ତୁ, ଜିଲ୍ଲା ପରିବେଶ ସମିତି ଏହି ପୁରସ୍କାର ପାଇଁ ବ୍ୟକ୍ତି ବିଶେଷକୁ ଚୟନ କରିବେ ଏବଂ ଜିଲ୍ଲା ସ୍ତରରେ ବିଶ୍ୱ ପରିବେଶ ଦିବସରେ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ପୁରସ୍କୃତ କରାଯିବ। ପୁରସ୍କାର ଅର୍ଥକୁ ପୁରସ୍କାର ପାଇଥିବା ବ୍ୟକ୍ତି ପରିବେଶ ସଂରକ୍ଷଣ ଏବଂ ଏହାର ଉନ୍ନତି ପାଇଁ ଖର୍ଚ୍ଚ ମଧ୍ୟ କରିପାରିବେ। ଆସନ୍ତୁ ଏବେ ଆଲୋଚନା କରିବା କ'ଣ କ'ଣ ଏହା ପାଇଁ ଯୋଗ୍ୟତା ଆପଣଙ୍କର ଦରକାର ଏହି ପୁରସ୍କାରରେ ଆପ୍ଲାଏ କରିବା ପାଇଁ। ପ୍ରଥମେ ହେଉଛି ଆପଣ ନିଜ ଉଦ୍ୟମରେ ବୃକ୍ଷରୋପଣ କରୁଥିବେ। ଦ୍ୱିତୀୟରେ ହେଉଛି ଅନ୍ୟମାନଙ୍କୁ ବୃକ୍ଷରୋପଣ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରୁଥିବେ। ତୃତୀୟ ନମ୍ବର ହେଉଛି ପ୍ରାକୃତିକ ଜଙ୍ଗଲର ସୁରକ୍ଷା କରୁଥିବେ ଏବଂ ତା ସହିତ ଯଦି ଆପଣଙ୍କ ଅଞ୍ଚଳରେ କୌଣସି ଜଙ୍ଗଲ ଉଜୁଡ଼ି ଯାଉଛି ସେଇଠି କେମିତି ଆଉ ଥରେ ନୂଆ ଜଙ୍ଗଲ ସୃଷ୍ଟି ହୋଇପାରିବ ସେଇ କାର୍ଯ୍ୟ ମଧ୍ୟ ଆପଣ କରୁଥିବେ। ତାପରେ ଦେଖିବା, ଦେଖନ୍ତୁ, ପଶୁ ପକ୍ଷୀ ବା ଅନ୍ୟାନ୍ୟ ବନ୍ୟଜନ୍ତୁମାନଙ୍କୁ ମଧ୍ୟ ଆପଣ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରୁଥିବେ। ଅକ୍ଷୟ ଶକ୍ତି ଉତ୍ସର ବ୍ୟବହାର ଏବଂ ତା ସହିତ ପ୍ରଚଳିତ ଶକ୍ତି ଉତ୍ସକୁ ଲୋକପ୍ରିୟ କରିବେ। ଅକ୍ଷୟ ଶକ୍ତି କହିଲେ ଯେଉଁଗୁଡ଼ିକ ଯେଉଁ ଶକ୍ତି ଆମର କ୍ଷୟ ହୁଏ ନାହିଁ, ଯେମିତିକି ଆମର ସୂର୍ଯ୍ୟଙ୍କର ସୌରଶକ୍ତି ହେଲା, ପବନ ଶକ୍ତି ହେଲା, ଏହିପରି ଶକ୍ତି ଗୁଡ଼ିକ। ଜଳ ଓ ମୃତ୍ତିକା ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବେ। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଜନ ସଚେତନତା କାର୍ଯ୍ୟ ହାତକୁ ନେଉଥିବେ। ଯଥାର୍ଥ ଓ ସଠିକ୍ କାରିଗରୀ ବିଦ୍ୟା ପ୍ରଗତିକୁ ଲୋକପ୍ରିୟ କରାଉଥିବେ। ପ୍ରାଚୀନ କୀର୍ତ୍ତିମାନଙ୍କର ସଂରକ୍ଷଣ କରୁଥିବେ, ଯେମିତିକି ଆପଣଙ୍କ ଅଞ୍ଚଳରେ କିଛି ପ୍ରାଚୀନ ମନ୍ଦିର ଅଛି ବା କିଛି ଐତିହାସିକ ସ୍ଥାନ ଅଛି ଯଦି ତା'ର ସଂରକ୍ଷଣ ଦିଗରେ ଆପଣ କାର୍ଯ୍ୟ କରୁଥିବେ। ପାଠଚକ୍ର, କର୍ମଶାଳା, ଆଲୋଚନା ଚକ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ, ବକ୍ତୃତା, ସଙ୍ଗୀତ, ଆବୃତ୍ତି, ପ୍ରକାଶନ, ପ୍ରଚାରପତ୍ର ଇତ୍ୟାଦି ଆୟୋଜନ କରି ଜନସାଧାରଣମାନଙ୍କୁ ଆପଣ ସଚେତନ କରାଉଥିବେ। ବିରଳ ଉଦ୍ଭିଦ ଓ ଜୀବଜନ୍ତୁଙ୍କୁ ସଂରକ୍ଷଣ କରୁଥିବେ। ମନୁଷ୍ୟ ଓ ଜୀବଜନ୍ତୁଙ୍କ ବାସସ୍ଥାନର ଉନ୍ନତି କରୁଥିବେ। ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇ ଚାଲିବା ଓ ଏହାର ପ୍ରଭାବକୁ ହ୍ରାସ କରିବା ଦିଗରେ ମଧ୍ୟ କାର୍ଯ୍ୟ କରୁଥିବେ। ଆବର୍ଜନା ଓ ଅନ୍ୟାନ୍ୟ ଅଦରକାରୀ ପଦାର୍ଥକୁ ବ୍ୟବହାର କରି ଉପଯୋଗୀ ପଦାର୍ଥ ଉତ୍ପାଦନ କରିବାର କୌଶଳର ଉଦ୍ଭାବନ ଏବଂ ଏହାର ପ୍ରୟୋଗ ମଧ୍ୟ କରୁଥିବେ। ଯେଉଁଗୁଡ଼ା ଆମର ଅଦରକାରୀ ଜିନିଷ ଯେଉଁଟାକୁ ଆମେ ଫୋପାଡ଼ି ଦେଉଛୁ ସେଥିରୁ କେମିତି ବ୍ୟବହାରରେ ଉପଯୋଗୀ କିଛି ଜିନିଷ ହୋଇପାରିବ ସେହି ମଧ୍ୟ ଉପରେ ଆପଣ କାର୍ଯ୍ୟ କରୁଥିବେ। ଆବର୍ଜନା ବିଭିନ୍ନ ସୂତ୍ରରୁ ସୃଷ୍ଟି ହେଉଥିବା ଦୂଷିତ ପଦାର୍ଥର ପରିମାଣ ହ୍ରାସ କରିବା ଓ ଏହାର ବିକଳ୍ପ ପନ୍ଥା ଉଦ୍ଭାବନ ପାଇଁ ଆପଣ ଚେଷ୍ଟା କରୁଥିବେ। ପ୍ରକୃତି ତଥା ପରିବେଶର କ୍ଷତି କରୁନଥିବା ଜ୍ଞାନ କୌଶଳ ପ୍ରବର୍ତ୍ତନ ଓ ଏହାର ପ୍ରସାର, ଯେମିତିକି ଉଦାହରଣ ସ୍ୱରୂପ ଦେଖନ୍ତୁ, ଆପଣ ରାସାୟନିକ ପଦାର୍ଥ ବିନା ବ୍ୟବହାରରେ ଉନ୍ନତ କୃଷିଜାତ ଦ୍ରବ୍ୟ ଉତ୍ପାଦନ କରିବା ପାଇଁ ଲୋକମାନଙ୍କୁ ପ୍ରବର୍ତ୍ତାଉଥିବେ। ମାନେ ଆପଣ ସାର ନ ଦେଇକି ଗୋବର ଖତ ସାହାଯ୍ୟରେ କେମିତି କୃଷି କାର୍ଯ୍ୟ ହୋଇପାରିବ ସେହି ଦିଗରେ ମଧ୍ୟ କାର୍ଯ୍ୟ କରୁଥିବେ। ଚାରଣ ଭୂମିର ସୁରକ୍ଷା
ଓ ସୃଷ୍ଟି କରୁଥିବେ। ଚାରଣ ଭୂମି କହିଲେ ଗାଈ ଗୋରୁମାନେ ଯେମିତି ଘାସ ଥିବ ସେଇ ପଡ଼ିଆ ମାନଙ୍କରେ ସେଠି ଗାଈ ଗୋରୁମାନେ ଚରି ପାରୁଥିବେ, ଏଇଟା ବି ସୃଷ୍ଟି କରୁଥିବେ। ପ୍ରକୃତି ଓ ପରିବେଶ ସମ୍ପର୍କିତ କ୍ଲବ୍ ବା ସଂଗଠନ ଆପଣ ସୃଷ୍ଟି କରିଥିବେ। ପରିବେଶ ସଂରକ୍ଷଣ ସମ୍ବନ୍ଧୀୟ ସଉକ, କ୍ରୀଡ଼ା ଇତ୍ୟାଦିର ପ୍ରସାର ମଧ୍ୟ ଆପଣ କରୁଥିବେ। ପ୍ରକୃତି ଓ ପରିବେଶ ସୃଷ୍ଟି ପରିବେଶ ସମୃଦ୍ଧି ଓ ସୁରକ୍ଷା କରିବା ପାଇଁ କରୁଥିବା ଅନ୍ୟ କୌଣସି କାର୍ଯ୍ୟ ଯାହାକି ଉପରେ ଉଲ୍ଲେଖ ନାହିଁ, ଆପଣ ଯଦି ଆଉ କିଛି ନୂଆ ନୂଆ କାର୍ଯ୍ୟ କରିଛନ୍ତି ତାହେଲେ ଆପଣ କ'ଣ କରିବେ ନା, ମହିଳା ହୁଅନ୍ତୁ କି ପୁରୁଷ ହୁଅନ୍ତୁ, ସେ ସମସ୍ତ କ୍ଷେତ୍ର ବା ଅଳ୍ପ କେତେକ କ୍ଷେତ୍ରରେ କାର୍ଯ୍ୟ କରିଥିଲେ ଏହି ପୁରସ୍କାର ପାଇଁ ଆପଣ ଯୋଗ୍ୟ ବିବେଚିତ ହୋଇପାରିବେ। ଉପରେ ବହୁତ ଗୁଡ଼ିଏ ପଏଣ୍ଟ ଆଲୋଚନା କରାଗଲା। ଜଣେ ବ୍ୟକ୍ତି ପକ୍ଷରେ ତ ଏତେ ଗୁଡ଼ିଏ ପଏଣ୍ଟ କରିବା ସମ୍ଭବପର ନୁହେଁ। ସେହି ମଧ୍ୟରୁ ଯଦି ଆପଣ 5ଟି 7ଟି ପଏଣ୍ଟରେ କାର୍ଯ୍ୟ କରିଛନ୍ତି ତାହେଲେ ମଧ୍ୟ ଆପଣ ଏହି ପୁରସ୍କାର ପାଇଁ ଆପ୍ଲାଏ କରିପାରିବେ। ଚୟନ ପ୍ରକ୍ରିୟା କ'ଣ କ'ଣ ରହିବ ଆସନ୍ତୁ ଆଲୋଚନା କରିବା। ନା, ସ୍ଥାନୀୟ ଜଙ୍ଗଲ, ମୃତ୍ତିକା ସଂରକ୍ଷଣ, ସ୍ୱାସ୍ଥ୍ୟ, କୃଷି, ବ୍ଲକ ଉନ୍ନୟନ କାର୍ଯ୍ୟାଳୟ, ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଇତ୍ୟାଦି ବିଭାଗର ଅଧିକାରୀମାନେ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହି ପୁରସ୍କାର ପାଇଁ ଯାହାକୁ ସେମାନେ ଚୟନ କରିବେ ତାଙ୍କୁ ସୁପାରିଶ କରିବେ ଜିଲ୍ଲାପାଳଙ୍କ ପାଖକୁ। ମନୋନୟନ ମଧ୍ୟରୁ ପ୍ରତ୍ୟେକ ବ୍ଲକ ପାଇଁ ଜିଲ୍ଲା ପରିବେଶ ସମିତି ଜଣେ ଉପଯୁକ୍ତ ପ୍ରକୃତି ବନ୍ଧୁକୁ ବାଛିବେ। ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବିଚାରକ ମଣ୍ଡଳୀ ଗଠନ କରିବେ। ଜିଲ୍ଲା ପରିବେଶ ସମିତିର ସମ୍ପାଦକ ଏହାର ଆବାହକ ରହିବେ ଏବଂ ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ଜଙ୍ଗଲ, ବନ୍ୟଜନ୍ତୁ, ମୃତ୍ତିକା ସଂରକ୍ଷଣ, ସ୍ୱାସ୍ଥ୍ୟ ଉଦ୍ୟାନ ଇତ୍ୟାଦି ବିଭାଗର ଅଧିକାରୀମାନେ ଏହାର ସଦସ୍ୟ ରହିବେ। ଏହାଛଡ଼ା ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହୋଇଥିବା ପରିବେଶ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା 2 ବେସରକାରୀ ସଂସ୍ଥା, ଯେଉଁଟାକି ଆମର ଏନ୍ଜିଓ ମାନଙ୍କର ମଧ୍ୟ ପ୍ରତିନିଧିମାନେ ରହିବେ। ଯେଉଁମାନେ ଏହି ପୁରସ୍କାର ପାଇଁ ମନୋନୀତ ହୋଇନଥିବେ, ସେମାନେ ଏଠି ଆପ୍ଲାଏ କରିନଥିବେ, ସେଇମାନେ ଜଜ୍ ହେଇକି ବିଚାରକ ମଣ୍ଡଳୀରେ ସଦସ୍ୟ ରହିପାରିବେ। କୌଣସି ବ୍ୟକ୍ତି ଗତ 5 ବର୍ଷ ମଧ୍ୟରେ ଏହି ପୁରସ୍କାର ପାଇଥିଲେ ସେ ଆଉ ଥରେ ପାଇବା ପାଇଁ ଯୋଗ୍ୟ ହେବେ ନାହିଁ। ସମାନ କାର୍ଯ୍ୟ ପାଇଁ କୌଣସି ସଂସ୍ଥା, ଅନୁଷ୍ଠାନ ଏବଂ ସେହି ସଂସ୍ଥା ଅନୁଷ୍ଠାନ ବ୍ୟକ୍ତି ଉଭୟ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ମନୋନୀତ ହେବେ ନାହିଁ। ଆପଣ 2ଟା ଯାକ ପୁରସ୍କାର ଏକା ସାଙ୍ଗରେ ଆବେଦନ କରିପାରିବେ ନାହିଁ। ନିୟମର ବ୍ୟାଖ୍ୟା ଏବଂ ପୁରସ୍କାର ଉପସ୍ଥାପନ ସମ୍ବନ୍ଧରେ ସରକାରଙ୍କର ନିଷ୍ପତ୍ତି ଚୂଡ଼ାନ୍ତ ହେବ। ଏହି ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତି କୌଣସି ଫୌଜଦାରୀ ମାମଲାରେ ଦଣ୍ଡିତ ହୋଇନଥିବେ। ଏଥିପାଇଁ ଆବେଦନକାରୀ ଆପଣ ନିଜେ ଲେଖିକି ଦେବେ ଯେ ମୋ ନାଁରେ କୌଣସି ଫୌଜଦାରୀ କେସ୍ ନାହିଁ ବୋଲି। ଆବେଦନକାରୀଙ୍କ ଠାରୁ ଆବଶ୍ୟକୀୟ ତଥ୍ୟ ସହିତ ସମ୍ପୃକ୍ତ ଆବେଦନ ଫର୍ମ ଜିଲ୍ଲା ପରିବେଶ ସମିତି 28 ଫେବୃଆରୀ 2025 ତାରିଖ ମଧ୍ୟରେ ଗ୍ରହଣ କରିବେ। ଆପଣ 28 ତାରିଖ ଆଗରୁ ଆବେଦନ କରିନିଅନ୍ତୁ। ଜିଲ୍ଲା ପରିବେଶ ସମିତି ମନୋନୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି 29 ମାର୍ଚ୍ଚ 2025 ସୁଦ୍ଧା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ପଠାଇଦେବେ। ଏହା ସହିତ ମନୋନୀତ ହୋଇଥିବା ବ୍ୟକ୍ତିଙ୍କ ଆବେଦନ ଫର୍ମର ମଧ୍ୟ ନକଲ ସେ ପଠାଇଦେବେ। ଏବେ ଆସନ୍ତୁ ଦେଖିବା ଆବେଦନ ଫର୍ମରେ ଆପଣ କ'ଣ କ'ଣ ସବୁ ଦେବେ। ଆପଣଙ୍କର ନାଁ ଦେବେ, ଆପଣଙ୍କର ସମ୍ପୂର୍ଣ୍ଣ ଠିକଣା ଦେବେ, ଫୋନ୍ ନମ୍ବର ଦେବେ, ଇମେଲ୍ ନମ୍ବର ID ଦେବେ ଏବଂ ଆଧାର କାର୍ଡ଼ ଦେବେ, ଭୋଟର ପରିଚୟ ମଧ୍ୟ ଦେବେ। ଏଗୁଡ଼ିକ ଆପଣ ସବୁ ଦେବେ ତାଙ୍କ ସହିତ ଆପଣ କେଉଁ ବ୍ଲକରେ ଆପ୍ଲାଏ କରୁଛନ୍ତି ସେଇଟା ମଧ୍ୟ ଦେବେ। ଆପଣଙ୍କର ଜୀବନୀ ବିଷୟରେ ଆପଣ ସଂକ୍ଷିପ୍ତରେ କିଛି ଗୋଟେ ଲେଖିକି ଦେବେ। ତାପରେ ବର୍ତ୍ତମାନ ଆପଣ କେଉଁ କାମ କରୁଛନ୍ତି, ସେଇ ଆପଣଙ୍କ ପେଶା କ'ଣ ସେଇଟା ମଧ୍ୟ ଆପଣ ଦେବେ। ପୂର୍ବରୁ ଅଲଗା କିଛି ପୁରସ୍କାର ଆପଣ ପାଇଛନ୍ତି କି? ଯଦି ଅଲଗା କିଛି ପୁରସ୍କାର ବା ଉପାଧି ପାଇଛନ୍ତି ତା ବିଷୟରେ ମଧ୍ୟ ଆପଣ ସଂକ୍ଷିପ୍ତରେ ଲେଖିକି ପଠାଇବେ। ତା ସହିତ ପରିବେଶ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଆବେଦନକାରୀ ଆପଣ ନିଜେ କ'ଣ କ'ଣ ସବୁ କାର୍ଯ୍ୟକ୍ରମ କରିଛନ୍ତି 250 ଶବ୍ଦ ମଧ୍ୟରେ ତାକୁ ଗୋଟେ ଲେଖିକି ଦେବେ। ଆବେଦନକାରୀଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଯେମିତିକି ଆପଣଙ୍କର ଆକାଉଣ୍ଟର ନାଁ କ'ଣ, ଆକାଉଣ୍ଟ ନମ୍ବର କ'ଣ, ବ୍ୟାଙ୍କକୁ ବ୍ରାଞ୍ଚ ଆପଣଙ୍କର, IFSC କୋଡ଼ ସହିତ ଆପଣଙ୍କର ପାସବୁକ୍ର ପୁରା ଜେରକ୍ସ କପି ଫାଷ୍ଟ ପେଜ୍ର ଦେଇଦେବେ ଏବଂ ଆବେଦନକାରୀ ଏଠି ସିଗ୍ନେଚର କରିକି ଆପଣ ଏଇ ଫର୍ମଟିକୁ
ପଠାଇଦେବେ। ଏବଂ ଆପଣଙ୍କ ଆଗରୁ ଯେଉଁ କାର୍ଯ୍ୟ କରିଛନ୍ତି ଯଦି କେବେ ପେପରରେ ବାହାରିଛି ବା ଟିଭିରେ ବାହାରିଛି ତାର ଫଟୋ ମଧ୍ୟ ଆପଣ ଏଥିରେ ଯୋଡ଼ିକି ଦେବେ ଏବଂ ଆପଣଙ୍କ ନାଁରେ କୌଣସି ଫୌଜଦାରୀ ମାମଲା ନାହିଁ ବୋଲି ଗୋଟେ ଲିଖିତ ଆପଣ ପ୍ରମାଣପତ୍ର ଦେବେ। ଏତିକି ହେଇଗଲା ପରେ ଆପଣ କ'ଣ କରିବେ ନା ଏଇ ଆବେଦନ ଫର୍ମ ସହିତ ଏଇ ଡକୁମେଣ୍ଟସ୍ ଗୁଡ଼ିକ ଯୋଡ଼ିକି ଆପଣ ପଠାଇଦେବେ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଯଦି ଆପଣ ନିଜେ ଏଲିଜିବୁଲ୍ ନାହାନ୍ତି ଏହି ଆୱାର୍ଡ଼ ପାଇଁ, ଆପଣଙ୍କ ଅଞ୍ଚଳରେ ଯିଏ ଏହିପରି କାର୍ଯ୍ୟକ୍ରମ କରୁଛନ୍ତି ସାମାଜିକ ସଚେତନତା, ବୃକ୍ଷରୋପଣ, ଜଙ୍ଗଲ ପୁନରୁଦ୍ଧାର ତାଙ୍କ ସହିତ ଏହି ଭିଡ଼ିଓକୁ ସେୟାର କରନ୍ତୁ। ସେ ପୁରସ୍କାରଟି ପାଇବା ପାଇଁ ଯୋଗ୍ୟ ହେବେ। ଧନ୍ୟବାଦ।